କିଟ୍ ଗୋଟେ ଅନୁଷ୍ଠାନ ହେଇକି ଆଉ ନାହିଁ। ସେ ଓଡ଼ିଶାର ଏବଂ ସାଧାରଣ ଜନତାର ଯେଉଁ ଦାରିଦ୍ର୍ୟ ସୀମାରେଖାର ତଳେ ରହୁଥିବା ଲୋକଙ୍କର ଗୋଟେ ଭାତ ହାଣ୍ଡି ଏବଂ ଆଶା ଓ ବିଶ୍ୱାସର ଅନୁଷ୍ଠାନ ପାଲଟି ଯାଇଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଏ ଅଞ୍ଚଳରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ଗୋଟେ ଥର ଖାଇବାକୁ ପାଆନ୍ତିନି। ତାଙ୍କ ପିଲା ଆଜି କିଟ୍ରେ ପାଠ ପଢ଼ି ସିଏ ଆଜି ପିଜି ପାସ୍ କରିକି ଲେକ୍ଚର କେଉଁଠି ହେଇଛି, କେଉଁଠି ଡକ୍ଟର ବି ହେଇଛି। ଏଇ ଅଞ୍ଚଳରେ ବି ଅଛନ୍ତି ପିଲା। ଏବଂ ବହୁତ ବଡ଼ କଥା ହେଲା, ଆଜି ଯେଉଁମାନେ ଏଠି କହୁଛନ୍ତି ଏଇ ଯେଉଁ ଛାତ୍ରୀ ମୃତ୍ୟୁ ଘଟଣା ହେଇଛି, ନିଶ୍ଚିତ ଭାବରେ ଦୁଃଖଦ ଖବର। କିନ୍ତୁ ଏଥିରେ ଯେ କିଟ୍କୁ ଏପରି ଭାବରେ ବଦନାମ କରାଯିବେ, ଏଇଟା ଗୋଟେ କପୋଳ କଳ୍ପିତ ଗୋଟେ କାହାଣୀ ବନେଇ ଏବଂ ତାକୁ ଗୋଟେ ନିର୍ଦ୍ଦିଷ୍ଟ ଲୋକମାନେ କେମିତି ବଦନାମ କରିବାକୁ ହେଉଛି। କିନ୍ତୁ ଯେତେ ଯାହା କଲେ ବି ନିଶ୍ଚିତ ଭାବରେ ଦିନେ ସତ ସାମ୍ନାକୁ ଆସିବ ଏବଂ କିଟ୍କୁ ଯେଉଁମାନେ ବଦନାମ କରୁଛନ୍ତି ତାଙ୍କର ମୁଖା ଖୋଲିବ। ଏବଂ ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଆମେ ବି ସେଠି କେତେଥର ଯାଇଛୁ ଦେଖିବାକୁ ଯେ ସତ କ'ଣ ସେଠି 40,000ରୁ ଉର୍ଦ୍ଧ୍ୱ ଆଦିବାସୀ ପିଲା ଆମ ଏଇ ଅଞ୍ଚଳର ଯେଉଁମାନେ ଅଛନ୍ତି ଶବର ସମ୍ପ୍ରଦାୟର, ଆମ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। କେଜିଠୁ ପିଜି ପର୍ଯ୍ୟନ୍ତ ମାଗଣାରେ ରହିବା, ଖାଇବା ଏବଂ ନିଜେ ସାମଂଶ ସେଠି ଯାଇ ତାଙ୍କର ତତ୍ତ୍ୱାବଧାନ ଦେଖିଥିବାର ସେମାନେ ଆସିକି କୁହନ୍ତି। ଏବଂ ସେମାନେ ଏଠି କୁହନ୍ତି ଯେ ଆମ ପାଇଁ ସିଏ ଭଗବାନ ଏବଂ ଆମେ ସେଟା ଅନୁଭବ କରିବାକୁ ପଡ଼ିବ। ଆପଣମାନେ ଦେଖି ଆଶ୍ଚର୍ଯ୍ୟ ହେବେ, ଏମିତି ଗୋଟିଏ ଅନୁଷ୍ଠାନ କୁହନ୍ତୁ ଯୋଉଠି 30ରୁ 40ଟି ବାହାର କଣ୍ଟ୍ରିର, ଆମ ଭାରତ ବାହାର କଣ୍ଟ୍ରିର ଲୋକ ଆସିକି ଏଠି ପିଲା ଆସିକି ପାଠ ପଢୁଛନ୍ତି। ଏବଂ ଗୋଟିଏ ଅନୁଷ୍ଠାନ କୁହନ୍ତୁ ଯିଏକି ଏତେ ଲୋକଙ୍କୁ ଭାତ ହାଣ୍ଡି ପାଲିଟି ଯାଇଛି। ଏଠି କିଟ୍ କେସ୍ରେ ଆପଣଙ୍କର 10ରୁ 15,000 ସର୍ଭିସ କରିଥିବେ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେ ଦେଖିକି ଆଶ୍ଚର୍ଯ୍ୟ ସମସ୍ତେ କହିବେ, ତାର ଚାରି ପାଖରେ 1,00,000ରୁ 2,00,000 ଲୋକ ପରିବାର ଆଜି ସେଠି ତାଙ୍କ ପାଇଁ ଭାତ ହାଣ୍ଡି ସୃଷ୍ଟି କରିଛନ୍ତି। କେତୋଟି ଅନୁଷ୍ଠାନ ଏଠି କରିଛନ୍ତି। ଆଗ ଗୋଟିଏ ଅନୁଷ୍ଠାନକୁ ବଦନାମ କରିବା ଆଗରୁ ତାକୁ ପରଖିବା ଦରକାର। ଏବଂ ଯୋଉଠି ସମସ୍ତେ ଏହାକୁ ମାନ୍ୟତା ପ୍ରଦାନ କରିଛନ୍ତି, କେବଳ ଓଡ଼ିଶା ନୁହେଁ ଭାରତୀୟ ସ୍ତରରେ ଗୋଟିଏ ଶ୍ରେଷ୍ଠ ଅନୁଷ୍ଠାନ କରିଛନ୍ତି। ଏବଂ ସେଇ ଅନୁଷ୍ଠାନର ଯୋଉ ଅନୁଷ୍ଠାନ ବଳରେ ଆଜି ଗୋଟିଏ ଗରିବ ପିଲା ଯାଇ କେଜିରୁ ପିଜି ପର୍ଯ୍ୟନ୍ତ ସେଠି ମାଗଣାରେ ପଢ଼ି ଏବଂ ସେ ଆମ ଦେଶର ଓଡ଼ିଶାର ନାଁ ରଖିଛି। ଏବଂ ଗୁଡ଼େ ସାଧାରଣ ଲୋକଙ୍କର ଯେତେବେଳେ ଭାତ ହାଣ୍ଡି ପାଲିଛି, ତାଙ୍କ ଜୀବନ ଜୀବିକା ଏବଂ ତା ଉପରେ ନିର୍ଭର କରିଛନ୍ତି। ଏମିତି ଗୋଟିଏ ଯୋଜନାବଦ୍ଧ ଭାବରେ ତାକୁ ନିନ୍ଦିତ କରିବାକୁ ଯେଉଁମାନେ ଲାଗିଛନ୍ତି, ସେ ନିଶ୍ଚିତ ଭାବେ ଦୁଃଖଦାୟକ। ଏବଂ ଆମେ ତ କହିବୁ, ଆମେ ଏପରି ଗୋଟିଏ ଅନୁଷ୍ଠାନ ସପକ୍ଷରେ ଆମେ କହିବା, କାରଣ ସମସ୍ତେ କହିବା ଦରକାର। କାରଣ ଯୋଉଟା ଆଜି ହେଇଛି ଏଠି ଯେ ଅନ୍ୟ କୋଉଠି ନ ହଉ ଏବଂ ନିଶ୍ଚିତ ଭାବରେ ଧର୍ମର ଜୟ ହବ। ଏବଂ ସାମନ୍ତସାର ଯାହା ଆଜି ଛୋଟ ପିଲାମାନଙ୍କ ପାଇଁ କରିଛନ୍ତି ଏବଂ ତାଙ୍କର ଯେଉଁ ସାଧାରଣ ଜନତାଙ୍କ ମୁହଁରେ ଏଇ ଯେଉଁ ଆମର ଯେଉଁମାନେ ଅଛନ୍ତି ଆମ ନିଷ୍ପେଷିତ ଶ୍ରେଣୀରୁ ତାଙ୍କୁ ଉଠେଇକି ନେଇକି ଏତେ ଉଚ୍ଚାରେ ପାଠ ପଢ଼େଇ ପାରିଛନ୍ତି ଏବଂ ମଣିଷ କରିଛନ୍ତି, ସେମାନଙ୍କର ଆଶୀର୍ବାଦ, ସେମାନଙ୍କ ସେଇ ବାପା ମାଙ୍କର ଆଶୀର୍ବାଦ ରହିବ। ଏବଂ ଓଡ଼ିଶାରେ ଯେପରି ଭାବରେ କିଟ୍ କେସ୍ ଆଜି ବିଶ୍ୱ ସ୍ତରରେ ଯେଉଁ ପ୍ରତିପାଦିତ ହେଇଛି, ତାର ଓଡ଼ିଶାକୁ ଗର୍ବିତ କରିଛି। ନିଶ୍ଚିତ ଭାବରେ ସମସ୍ତଙ୍କର ଆଶୀର୍ବାଦରେ କିଟ୍ ଆହୁରି ଆଗକୁ ଯିବ, ଏଥିରେ କୌଣସି ନାହିଁ। ଏବଂ ଯେଉଁ କୁଚର୍କି ଗୋଷ୍ଠୀ ଏଟାକୁ କରିଛନ୍ତି, ସେମାନେ ପଦାରେ ପଡ଼ିବେ ଏବଂ ସେମାନଙ୍କୁ ତାର ଭଗବାନ ହିଁ ଦେବେ।